ଦେଖନ୍ତୁ ମୁଁ ମୋର ପ୍ରତ୍ୟେକ ଆମ ବାଉଁଥାନପଡ଼ାରେ ଭୋଟ ଦେଇକରି ଆସିଛି ଏବେ ଏବଂ ଭଳି ନିର୍ବାଚନ ମଣ୍ଡଳୀ ବିକାଶ କ୍ଷେତ୍ରରେ ବହୁତ ଆଗକୁ ଯାଇଛି ଏବଂ ଆପଣ ଦେଖିଥିବେ ପଞ୍ଚାୟତ ନିର୍ବାଚନରେ ସବୁଠୁ ଅଧିକ ସଂଖ୍ୟକ PS ମେମ୍ବର ସରପଞ୍ଚ ଗୋଟେ ଜିଲ୍ଲା ପରିଷଦ ଓଡ଼ିଶାର ହାଇଟ୍ ଅନକଣ୍ଟେଷ୍ଟ ହେଇଥିଲେ, ଯେଉଁଟାକି ଜନସାଧାରଣଙ୍କ ଆଶୀର୍ବାଦ ଏବଂ ଭଲ ପାଇବା ତାର ସୂଚାଉଛି। ବିରୋଧୀ ଦଳ ଅନେକ ଜାଗାରେ ନମିନେସନ୍ ବି କରିନଥିଲେ, ତାଙ୍କର ସାହସ ହେଇନଥିଲା ଯେ ଭୋଟ ହାରିଯିବ ବୋଲି ନମିନେସନ୍ କଲେନି ଏବଂ ଆମର ଭୋଟ ପ୍ରତିଶତ ସବୁବେଳେ ବଢ଼ୁଛି। 2009ରେ 60 ଥିଲା, 2014ରେ 75,000 ପାଇଥିଲି, 2019ରେ 69,000 ପାଇଥିଲି ଏବଂ ବିଗତ ପଞ୍ଚାୟତ ନିର୍ବାଚନରେ 113,000 ଭୋଟ 6ଟା ଜିଲ୍ଲା ପରିଷଦ ଆଉ ଗୋଟେ ଅନୁକଣ୍ଠା ଥିଲା। ଆଉ ଭାରତୀୟ ଜନତା ପାର୍ଟି 48,000 ଭୋଟ ପାଇଥିଲା। ବର୍ତ୍ତମାନ ତାଠୁ ସ୍ଥିତି ଆହୁରି ଅଧିକ ଭଲ ଅଛି ଏବଂ ବହୁତ ମାର୍ଜିନରେ ବିଜୁ ଜନତା ଦଳ ଭଳି ନିର୍ବାଚନରେ ବିଜୟ ଲାଭ କରିବ। ଦେଖନ୍ତୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ବହୁତ ଗୁଡ଼ାଏ ଦାୟିତ୍ୱ ଦେଇଥିଲେ, କିନ୍ତୁ ମୋର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଲୋକଙ୍କୁ ଡକେଇକିରି ଅଲଗା ନିର୍ବାଚନରୁ ଏଠି ମୁଁ ମ୍ୟାନେଜମେଣ୍ଟ କରୁଛି ଏବଂ ତାଙ୍କର ଆଶୀର୍ବାଦ ଯୋଗୁଁ ବହୁତ କ୍ଷେତ୍ରରେ ଆମକୁ ଅଧିକା ଅନୁଦାନ ଦେଇଛନ୍ତି, ଯେଉଁଠି ରୋଡ଼ ରାସ୍ତା ଗମନାଗମନ ଜଳସେଚନ ଶିକ୍ଷା ସ୍ୱାସ୍ଥ୍ୟ ସବୁଥିରେ ଆମର ଦେଖିବେ ବରଗଡ଼ ଜିଲ୍ଲା ଟପ୍ 5ରେ ଅଛି ଏବଂ ଭଳି ନିର୍ବାଚନରେ ହାଇସ୍କୁଲର ରିଜଲ୍ଟ ଯୋଗୁଁ ଏଇଟା ସମ୍ଭବ ହୋଇପାରିଛି ଏବଂ ଟପ୍ 10ରେ କମା କଲେଜ ବି ଅଛି। ଆମର ଓଡ଼ିଶାର ସବୁ କ୍ଷେତ୍ରରେ ଭଳି ଆଗଉଛି ଏବଂ ଆଗାମୀ 5 ବର୍ଷ ଭିତରେ ଆହୁରି ମଧ୍ୟ ଲୋକଙ୍କର ସେବା ଆମେ ସବୁବେଳେ ଦିନ ରାତି କରୁଛୁ। ଆଗକୁ ଲୋକଙ୍କର ଆଶୀର୍ବାଦ ଆମ ଉପରେ ଅଛି ଏବଂ ସବୁବେଳେ ଏମିତି ଲୋକଙ୍କର ସେବା କରି ଚାଲିଛୁ। 6 ମାସ ଆଗରୁ 125 କହିଥିଲି ଏବଂ କିଛି ଜାଗାରେ ଓଲଟ ପାଲଟ ଯୋଗୁଁ 110ଟା ଉପରେ ସିଟ୍ ବିଜୁ ଜନତା ଦଳ ଜିତିବ ନିଶ୍ଚିତ ହିସାବରେ ଏବଂ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେବେ ଏବଂ 9 ତାରିଖରେ ଶପଥ ଗ୍ରହଣ ସେ କରିବେ। ବ୍ରିଲିଏଣ୍ଟରେ ବିଶୁଦ୍ଧ ନଡ଼ିଆ ତେଲ, ଘନ ଲମ୍ବା ଓ ପଳାକେଶର ମୂଳମନ୍ତ୍ର।